नमो भगवते वासुदेवाय। प्रथम स्कंद चतुर्दश अध्याय। सुत उवाच अर्जुन राजार वचने गला जे द्वारका भुवने बंधु बांधव दृष्टि आसे स्नेह जड़ित मोह पासे माया मनुष्य रूपे हरि छद्र में गृह वास करी संसार जार खेल घर ब्रह्मा शंकरे अगोचर विचार तार जानिबारे मिलिले द्वारका नगरे केते हैं दिन तहीं रही कृष्णर पदे चित्त देई हेमंते गला मास केते चंचल युधिष्ठिर चित्ते अर्जुन न मिलिला पासे घोर अद्भुत देखि त्रासे कालर गति विपरीत अधर्मे प्राणींकर चित्त पाप आचार कले दंभे जंत्रित काम क्रोध लोभे मित्र सुहृद सठमती पिता माता जे भ्राता ज्ञाति स्वामी भारीजा पुत्र मेले ध्वनि से उठई कंदले निरते अरिष्ट सूचक प्रकाश होइला अनेक पाप प्रकृति प्राणींकर देखि चकित नृपवर भीमसेन को राई पासे कहन्ति आत्मार विश्वासे। युधिष्ठिर उवाच अर्जुन द्वारका भुवने गला बांधव दर्शने कृष्ण महिमा कृष्ण संगे जानिबा पाई मन रंगे एबे सपत मास गला तेबे हे अर्जुन नइला किबा के बण विपरीत तेणु चंचल मोर चित्त कि हेतु मोर पास छाड़ी अर्जुन रहे लोभ बढ़ी एहा तो जानी न पारई भय व्याकुल मोर देही नारद कही गले मोते से काल हेला बा प्रापते क्रीड़ा शरीरर उच्छन्न किवा इच्छिले भगवान हरि से नेह प्रमादे मुझे बसिली राजपदे दारा संपद प्राण मोर सर्वमंगल दामोदर सकल राजा मोर पादे खटंती जाहार प्रसादे ताहार भले भल मोर से हरि शरण सोदर देख प्रत्यक्ष ब्रुकोदर दिश आकाश अंधकार त्रिविध उत्पात गगने तेणु संशय मोर मने भूमि आकाश प्राणी मन भय कंपन्ति छन छन मोहर मन बुद्धि चित्ते कंपे कदली जेन्हे बाते उरुलोचन बाहुमान बामे कंपन्ति घन घन भय कंपई मो शरीर देख प्रत्यक्ष ब्रुकोदर एरिष्ट सूचक स्वभाव एसे निकटे दुख देव रवि उदय काले आसी श्रुगाल जुथे जुथे बसी पूर्व दिगकु मुख करी बदनु अनल उद्गारी करंती भयंकर नाद
ଏସେ ସୂଚକ ପରମାଦ। କୁକୁର ମୋର ମୁଖ ଚାହିଁ ନିର୍ଭୟେ ରୋଦନ କରଇ। ଶୃଗାଳେ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ। ଆବର ଶୁଭ ପଶୁ ଯେତେ ମୋତେ ଭ୍ରମନ୍ତି ବିପରୀତେ। ଏ ମୋର ଗଜ ଅଶ୍ଵ ଯେତେ ମୋତେ ଚାହାନ୍ତି ଅଶ୍ରୁ ନେତ୍ରେ। ଯମର ଦୂତ ପ୍ରାୟ ଆସି ଉଲ୍ଲୁକ ମୋର ଆଗେ ବସି। ଶବଦେ କମ୍ପାନ୍ତି ମେଦିନୀ ମୋର ଚାହାନ୍ତେ ନୋହେ ତୁନି। ପ୍ରତି ଉଲ୍ଲୁକ ମୁଖ ରାବେ ରାବଇ ଭୟଙ୍କର ଭାବେ। ଏହାଙ୍କ ରାବେ ଶୂନ୍ୟ ମହି ପ୍ରଜାଏ ନ ରହିବେ କେହି। ଦେଖ ଏ ଧୂମ ଦଶ ଦିଶେ ଅନ୍ଧାର ପ୍ରାୟ ମହି ଦିଶେ। ପର୍ବତ ତୁଲେ ବସୁନ୍ଧରୀ କମ୍ପଇ ଘୋର ନାଦ କରି। ନିର୍ମେଘେ ନିର୍ଘାତ ସୁବହି ବିଜୁଳି ତେଜ ଝଟକଇ। ବାୟୁ ବହଇ ଖରତର ଧୂଳିରେ ଦିଗ ଅନ୍ଧକାର। ରୁଧିର ବରସନ୍ତି ମେଘେ ଆମିଷ ଗନ୍ଧ ସର୍ବଦିଗେ। ସୂର୍ଯ୍ୟର ଦେହେ ନାହିଁ ତେଜ ଦେଖ ଆକାଶେ ଗ୍ରହ ଯୁଝ। ଦିଗେ ଦିଶନ୍ତି ଭୂତ ଗଣେ ଯେହ୍ନେ ପୂରିତ ଅଗ୍ନି ବାଣେ। କ୍ଷୁଭିତ ଦିଶେ ନଦୀ ନଦ କରନ୍ତି ସିନ୍ଧୁ ପ୍ରାୟ ନାଦ। ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୂରିତ ଜଗତେ। ଅନଳ ଲିଭେ ଘୃତ ଧାରେ କାଳ କି ପ୍ରବେଶ ସଂସାରେ। ବଚ୍ଛା ନ କରେ କ୍ଷୀର ପାନ ଗାବନ ଦ୍ୟନ୍ତି କ୍ଷୀର ଦାନ। ତୃଣନ ଚରି ଅଶ୍ରୁ ମୁଖେ ବୃଷଭ ବୁଲେ ମନ ଦୁଃଖେ। ହରସେ ନ କରନ୍ତି ନାଦ ଦେଖ ଅଦ୍ଭୁତ ପରମାଦ। ଦେବତା ପ୍ରତିମା ଚଞ୍ଚଳେ ରୋଦନ୍ତି ତନୁ ଘର୍ମ ଜଳେ। ଏ ଜନପଦ ଗ୍ରାମ ମାନ ନଗର ଆବର ଉଦ୍ୟାନ। ବନ ଆଶ୍ରମ ଯେତେ ଜନେ ମୁହିଁ ଯା ଦେଖଇ ନୟନେ। ସର୍ବେ ଦିଶନ୍ତି ହତ ଶିରି ଚଳ ଚଞ୍ଚଳ ବନଗିରି। ବାହ୍ୟ ଅନ୍ତର ସର୍ବ ଚାହିଁ ମୁହିଁ ଏ ମନ୍ତ ବିଚାରଇ। ଶ୍ରୀକୃଷ୍ଣ ପାଦ ଲାଗି ମହି ଅତି ସୁନ୍ଦର ବିରାଜଇ। ସେ ପାଦ କିବା ଶୂନ୍ୟ ଗଲା ଅବନି ଏମନ୍ତ ଦିଶିଲା। ସୁତ ଉବାଚ ଏମନ୍ତ କହୁ ଭୀମ ଆଗେ ଧର୍ମନନ୍ଦନ ଉଦବେଗେ। ଭୟେ କମ୍ପନ୍ତି ଛନ ଛନ ତକ୍ଷଣେ ମିଳିଲା ଅର୍ଜୁନ। ରାଜା ଚରଣ ତଳେ ପଡ଼ି ଅଜ୍ଞାନେ ନମସ୍କାର ହୁଡ଼ି। ଲୋଚନୁ ବହେ ଅଶ୍ରୁ ଜଳ ଦେହେ ବ୍ୟାପିତ ଶ୍ରମ ଝାଳ। ଅର୍ଜୁନ ଦେଖି ଧର୍ମ ସୂତ ତକ୍ଷଣେ ଛାଡ଼ି ଭୀମ ହସ୍ତ। ନିସ୍ତେଜ ଦେଖି ତାର ଗାତ୍ର ବ୍ୟାକୁଳେ ହୃଦୟ କମ୍ପିତ। ବନ୍ଧୁ ସୁହୃଦ ମଧ୍ୟେ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ। ନାରଦ ବଚନ ସୁମରି ଅନ୍ତରେ ଚିନ୍ତି ନରହରି। ଅର୍ଜୁନ ମୁଖ ଚାହିଁ ଭଣି ଛନ୍ନ ବଦନେ ନୃପମଣି। ଯୁଧିଷ୍ଠିର ଉବାଚ ଶୁଣ ଅର୍ଜୁନ ସାବଧାନେ ଦ୍ୱାରକାପୁରେ ବନ୍ଧୁ ଜନେ। ସୁଖେ ଅଛନ୍ତି ନା ସମସ୍ତେ ଯାଦବ ବଂଶ ଯେ ଶପତେ। ସୁର ମୋହର ମାତାମହ ସେ ଭଲେ ଅଛନ୍ତି କି କହ। ମାତୁଳ ଅକ୍ରୁରର ତୁଲେ ସ୍ୱଗୃହେ ଅଛନ୍ତି ନା ଭଲେ।
ଦେବକୀ ଆଦି ପତ୍ନୀ ଯେତେ ସୁଖେ ଅଛନ୍ତି ନା ସମସ୍ତେ। ଦେବକ ଉଗ୍ରସେନ ଦୁଇ ଭଲେ କି ଛନ୍ତି ବେନି ଭାଇ। ଗଦ ସାରଣ ଜୟନ୍ତନ ଏ ଆଦି ମାତୁଳ ନନ୍ଦନ। ଶାମ୍ବ ସାତ୍ୟକୀ ହଳଧର କହ କୁଶଳ ତାହାଙ୍କର। ଯାଦବ ବଂଶେ ମହାରଥ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ। ତାର କୁମର ଅନିରୁଦ୍ଧ ଅତି ଗମ୍ଭୀର ସୁରଯୋଧ। ସୁଷେଣ ସୁମିତ୍ର ସହିତେ ଭଲେ କି ଛନ୍ତି କୃଷ୍ଣ ସୁତେ। ଋଷଭ ଆଦି ମହାବୀରେ ସୁଖେ ଅଛନ୍ତି ନା ନଗରେ। ଗୋବିନ୍ଦ ଅନୁଚର ଯେତେ ସୁଖେ ଅଛନ୍ତି ନା ସମସ୍ତେ। ସୁନନ୍ଦ ନନ୍ଦ ଆଦି ଯେତେ ଉଦ୍ଧବ ମନ୍ତ୍ରୀର ସମେତେ। ରାମ ଗୋବିନ୍ଦ ଭୁଜାଶ୍ରିତେ ସର୍ବେ ଅଛନ୍ତି ଟିକି ସୁସ୍ତେ। ନିଶ୍ଚିନ୍ତେ ଭୁବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି। କରୁଣା ସିନ୍ଧୁ ନନ୍ଦ ବାଳ ବ୍ରହ୍ମଣ୍ୟ ଭକତ ବତ୍ସଳ। ବନ୍ଧୁ ବାନ୍ଧବ ତୁଲେ ବସି ସୁଧର୍ମା ମଧ୍ୟେ ବ୍ରହ୍ମ ରାଶି। ଲୋକମଙ୍ଗଳ କ୍ଷେମ ଅର୍ଥେ ଯାହାର ଜନ୍ମ ଏ ଜଗତେ। ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ। ଯାହାର ଭୁଜ ଆଶ୍ରେ କରି ଯାଦବେ ବିଷ୍ଣୁ ତେଜ ଧରି। ହରି ହରି ବୋଲ। ମହାପୁରୁଷ ଯୋଗ ବନ୍ଧେ କ୍ରୀଡ଼ନ୍ତି ପରମ ଆନନ୍ଦେ। ଯାର ଚରଣେ ସେବା କରି 16,000 କୃଷ୍ଣ ନାରୀ। ସତ୍ୟାର ଛଳେ ଇନ୍ଦ୍ରଜିଣୀ ନନ୍ଦନ ବନୁ ଚକ୍ରପାଣି। ଲୀଳାରେ ଜିଣି ସଚିନାଥ ବଳେ ଉପାଡ଼ି ପାରିଜାତ। ଯାହା ବିଳ ସେ ଇନ୍ଦ୍ର ନାରୀ ସେ ପୁଷ୍ପ ବିଷ୍ଣୁ ତେଜେ ହରି। ସହସ୍ରେ ଶାଖା ପରିମାଣି ନାରୀଙ୍କି ଦେଲେ ଚକ୍ରପାଣି। ଯାହାର ଭୁଜ ଦଣ୍ଡ ବଳେ ଯଦୁ ପ୍ରବୀରେ ମହିତଳେ। ନିର୍ଭୟେ ଜଗତେ ଭ୍ରମନ୍ତି ପାଦେ ସୁଧର୍ମା ଆକ୍ରମନ୍ତି। ହେ ଭ୍ରାତ ଶୁଣ ମହାଭୁଜ ତୁମତେ ଦିଶୁ ହତ ବୀର୍ଯ୍ୟ। ଲଭିଲା ବସ୍ତୁ କେଣେ ଗଲା ତୋତେ ଅବଜ୍ଞା କେହୁ କଲା। ଚିର ପ୍ରବାସେ ଦୁଃଖ ଚିନ୍ତା ତେଣୁ ବଦନ ମଳିନତା। କେବା ଭର୍ଚ୍ଛନା ଅମଙ୍ଗଳେ ତୋତେ ସମ୍ପିଲା ବାକ୍ୟ ବଳେ। ଅର୍ଥି ପ୍ରାଣୀଙ୍କୁ ଦେବା କଲୁ ମାଗନ୍ତେ କିଅ ବା ନ ଦେଲୁ। ବୃଦ୍ଧ ବ୍ରାହ୍ମଣ ନିରିମାଖି ସ୍ତ୍ରୀ ବାଳକ ଗୋରୁ ଦୁଃଖୀ। ରୋଗ ପଡ଼ନ୍ତେ ଯେ ରୋଦନ୍ତି ଯେ ଅବା ଶରଣ ପସନ୍ତି। ଏହାଙ୍କୁ ଦୟାବାନ କଲୁ ତେଣୁ ତୁ ଅଶୁଭ ଦିଶିଲୁ। ଅଗମ୍ୟେ କଲୁ ବାଗମନ କିବା ହରିଲୁ ସ୍ତ୍ରୀ ଜନ। ମାର୍ଗେ ଆସନ୍ତେ ତୁ ଚଞ୍ଚଳେ କେବା ଜିଣିଲା ତୋତେ ବଳେ। ବାଳକ ବୃଦ୍ଧ ନ ଭୁଞ୍ଜଇ ଅଗ୍ରେ ଭୁଞ୍ଜିଲୁ ଅବା ତୁହି। କିବା ନିନ୍ଦିତ କର୍ମ କଲୁ ତେଣୁ ତୁ ଏମନ୍ତ ଦିଶିଲୁ। ଅତିଥି ଭୃତ୍ୟ ଗର୍ଭନାରୀ କନ୍ୟା ବା ଅଭୋଜନ କରି। କିବା ତୋ ଜୀବନ ଠାକୁର ଗୋବିନ୍ଦ ହୋଇଲେ ଅନ୍ତର।
ताहार शून्ये शून्य तू ही हेमंत प्राय मु मणई तो मने दुख एहा बिने केबे न घटे मु मणे हरिचरित सुधाबाणी शुणी संसारु तर प्राणी कहई दास जगन्नाथ प्रथम स्कंधे भागवत कहई दास जगन्नाथ प्रथम स्कंधे भागवत इति श्रीमद्भागवते महापुराणे पारमहंस्यां संहितायां प्रथम स्कंदे युधिष्ठिर वितर्को नाम 14 अध्याय।